ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଡେଙ୍ଗୁ ଟିକାର ବଜାର ପ୍ରବେଶ ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ବାହିତ ରୋଗ ବିଶେଷ କରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତାର ବଂଶ ବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧ ସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁ ଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ଓ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଟାକେଡା ଜିଏମ୍ବିଏଚ୍ ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945ର ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ ଡିଏନ୍ଏ ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ ଯାହାକୁ ଚର୍ମର ନିମ୍ନ ଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4ରୁ 60 ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ମିଲି ପରିମାଣର 2ଟି ଟିକା ନେବାକୁ ପଡ଼ିବ। 2ଟି ଯାକ ଟିକା ମଧ୍ୟରେ 3 ମାସର ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ନେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8ଟିରୁ ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ, ଗ୍ରେଟ୍ ବ୍ରିଟେନ୍, ସୁଇଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42ଟି ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱ ସ୍ତରରେ ଏହି ଟିକାର 24 ନିୟୁତରୁ ଅଧିକ ଡୋଜ୍ ବଣ୍ଟନ କରାଯାଇ ସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ। ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।